जय जगन्नाथ। हरिहर सेवाश्रम श्रीमद् भगवद गीतार आउ गोटे एपिसोड को आपण समस्त को अनेक अनेक स्वागत। श्रीमद् भगवद गीता द्वितीय अध्याय सांख्य योग श्लोक नंबर 52। जदा ते मोहकलीलं बुद्धिर्व्यतितरिष्यति तदा गन्तासि निर्वेदं श्रोतव्यस्य श्रुतस्य च। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ଯେତେବେଳେ ତୁମର ବୁଦ୍ଧି ମୋହରୂପକ ପଙ୍କକୁ ଭଲ ଭାବରେ ଅତିକ୍ରମ କରିଯିବ, ସେତେବେଳେ ତୁମେ ଶ୍ରୁତ ଆଉ ଶ୍ରୋତବ୍ୟ ଭୋଗରୁ ବୈରାଗ୍ୟ ପ୍ରାପ୍ତ ହେବ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଏହି ଶ୍ଲୋକରେ ବୁଝାଉଛନ୍ତି ଯେ ବୁଦ୍ଧିକୁ ଯେତେବେଳେ ଆମର ମୋହ ଆଚ୍ଛାଦିତ ନ କରି ଆଡ଼େଇ ହେଇଯିବ, ସେତେବେଳେ ଆମେ ଉଚିତ ଅନୁଚିତ ଜାଣିପାରିବା ଆଉ ଆମେ କର୍ତ୍ତବ୍ୟ ବି ଠିକ୍ରେ କରିପାରିବା। ଆଚ୍ଛା କହିଲେ, କୌଣସି ଗୋଟେ ବସ୍ତୁ ତାକୁ ଯଦି ଢାଙ୍କି ଦିଆଯାଏ ତା ଦୃଶ୍ୟମାନ ହେବ, ଅଥବା ଆମ ଆଖି ଆଗରେ ଯଦି କିଛି ପରଦା ରହିଛି, ଆମେ ଆମର ସମ୍ମୁଖରେ ଥିବା ବସ୍ତୁକୁ କ'ଣ ସେ ଆମ ସମ୍ମୁଖରେ ଥାଇ ବି ଦେଖିପାରିବା? ଠିକ୍ ସେମିତି ଆମର ବୁଦ୍ଧିକୁ ମୋହ ଢାଙ୍କି ରଖିଛି। ଗୋଟେ ସଂସାରୀ ବ୍ୟକ୍ତି ଯେତେବେଳେ ବି କୌଣସି କର୍ତ୍ତବ୍ୟ ତା ସମ୍ମୁଖକୁ ଆସେ, ବୁଦ୍ଧି ତାକୁ ଠିକ୍ ମାର୍ଗ ଦେଖାଇଲା ବେଳେ ମୋହ ତାକୁ ଭ୍ରମିତ କରିଥାଏ। ଯେତେବେଳେ ପରୋପକାର କିଛି ଉତ୍ତମ କର୍ମ କରିବା ପାଇଁ ଗୋଟେ ସଂସାରୀ ବ୍ୟକ୍ତି ଭାବି ବି ଥାଏ, ସେତେବେଳେ ତା ବୁଦ୍ଧି ଆଉ ମୋହ ଭିତରେ ସେ ଛନ୍ଦି ହେଇଯାଇଥାଏ। କିନ୍ତୁ ପରମାତ୍ମାଙ୍କ ପାଖରେ ନିଜକୁ ଅର୍ପଣ କରିଦେବା ଦ୍ୱାରା ପରମାତ୍ମାଙ୍କ ଆଶୀର୍ବାଦରୁ ସେଇ ବୁଦ୍ଧି ଧୀରେ 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 ମୋହ ରୂପକ ପଙ୍କରୁ ବାହାରି ଆସେ। ମୋହ ରୂପକ ଯେଉଁ ପଙ୍କ, ଯେଉଁ କର୍ଦ୍ଦମା ସେ ବୁଦ୍ଧିକୁ ଆଚ୍ଛାଦିତ ନ କରି ଆଡ଼େଇ ହେଇଯାଏ, ଯାହାଫଳରେ ଆମେ ଉଚିତ ଅନୁଚିତ ଦେଖି ବି ପାରୁ, ନିଜ କର୍ତ୍ତବ୍ୟ ଠିକ୍ରେ କରି ବି ପାରୁ, ଆଉ ପରମାତ୍ମାଙ୍କ ପାଖରେ ନିଜକୁ ଅର୍ପଣ କରିବା ପରେ ହିଁ ଆମେ ଏଇସବୁ କରିପାରିବା। ଆଉ ଭଗବାନ ଶ୍ରୀକୃଷ୍ଣ କେବଳ ଅର୍ଜୁନଙ୍କୁ ନୁହେଁ, ଅର୍ଜୁନଙ୍କ ମାଧ୍ୟମରେ ଆଉ ଶ୍ରୀମଦ୍ ଭଗବତ ଗୀତାର ଅମୂଲ୍ୟ ବାଣୀ ମାଧ୍ୟମରେ ଆମ ସମସ୍ତଙ୍କୁ ଏହି ଉପଦେଶ ଦେବା ପାଇଁ ଚେଷ୍ଟା କରୁଛନ୍ତି ଯେ ସବୁବେଳେ ନିଜର ବୁଦ୍ଧିକୁ ଆମେ ସ୍ଥିର ରଖିକି ମୁହଁରୁ ସବୁବେଳେ ଉପରକୁ ରହିକି ନିଜ କର୍ତ୍ତବ୍ୟ କରିଚାଲିବା ଦ୍ୱାରା ହିଁ ଆଗକୁ ବଢ଼ିପାରିବା। ଆଉ ପରମାତ୍ମାଙ୍କ ପାଖରେ ନିଜକୁ ଅର୍ପଣ କରିସାରିବା ପରେ ହିଁ ଜଣେ ବ୍ୟକ୍ତି ନିଜର ବୁଦ୍ଧିକୁ ଆଉ ନିଜକୁ ସମସ୍ତ ପ୍ରକାରର ବିକାରରୁ, ଭୋଗ ବିଳାସରୁ ମୁକ୍ତ କରିପାରେ। ତେଣୁ ଆମେ ଭଗବାନଙ୍କ ପାଖରେ ନିଜକୁ ଅର୍ପଣ କରିକି ପରମାତ୍ମା ଦେଖାଇଥିବା ରାସ୍ତାରେ ଚାଲିକି ନିଜ କର୍ତ୍ତବ୍ୟ କରିଚାଲିଥିବା, ଆଉ ସମାଜର ହିତ ଉଦ୍ଦେଶ୍ୟରେ ସମାଜର ମଙ୍ଗଳ କାମନା କରି ସମାଜ ପାଇଁ ମଧ୍ୟ କର୍ମ ଖୁସିରେ ଖୁସିରେ କରିଚାଲିଥିବା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।